ଦେଖ ଆମର ଯୋଉ ପ୍ରଶ୍ନ ଆସିଥିଲା 1 ରୁ 14 ନମ୍ବର ଯାଏଁ ଯୋଉ ତମର ଡାଇଗ୍ରାମ ଗୁଡ଼ିକର ଚିତ୍ର ଆସିଥିଲା, ଯୋଉଠାରେ ତମର ଭିନ୍ନ ଖଣ୍ଡ ଯୋଡ଼ିବା ଏଇଟା ସବୁ ଆସିଥିଲା। କିନ୍ତୁ 14 ନମ୍ବରର ଯୋଉଟା ନା ରିଜନିଂଟା ଷ୍ଟାର୍ଟ ହେଇଥିଲା, ଏଥିରେ ଦେଇଥିଲା ପ୍ରଥମ ପ୍ରଶ୍ନ କଣ ନା ଭିନ୍ନ ଥିବା ଅକ୍ଷର କ୍ରମଟିକୁ ଉତ୍ତର ଖାତାରେ ଚିହ୍ନଟ କର ବୋଲି ଦେଇଛି। ଏଠାରେ ଦେଖ HA ଅଛି, BI ଅଛି, DO ଅଛି ଏବଂ GT ଅଛି ହେଲା। ତ ଏ ଭିତରେ କୋଉଟା ଅଲଗା ଏବଂ କାହିଁକି ସେଇଟା ଆମେ ଜାଣିବା। ବୁଝିହେଲା? ଦେଖ ଏଠାରେ କଣ ଅଛି ପିଲାମାନେ ଦେଖ, ଏ ସମସ୍ତଙ୍କୁ ଯଦି ଦେଖିବ ହେଲା, ତମେ ଦେଖ ସବୁ ଯେ ଏଇ ଅପସନ ଏ ଟା ଅଲଗା ହେବ। କାହିଁକି ଅପସନ ଏ ଟା ଅଲଗା ହେବ? ଏଥିରେ ତମର କ୍ରମ ଅନୁସାରେ ସମସ୍ତେ ଅଛନ୍ତି, କିନ୍ତୁ ଏଇଟା ଓଲଟା କ୍ରମରେ ଅଛି। ଦେଖ ଆମେ ଯଦି ଯିବା ଏଠାରେ ଆଗକୁ ବଢିବା B C D E F G H I ହେଲା, ଏଇଟା ଆଗକୁ ବଢିଛି ହଁ ନା ନାଇଁ? ଆଗକୁ ଆମର ସିଧା କ୍ରମରେ ଅଛି। ସେମିତି D ରୁ O ବି ଯଦି ଦେଖିବା D E F G H I J K L M N O ଏମିତି ଅଛି ନା ନାଇଁ? ବୁଝିହେଲା? ଆଗକୁ ଏଇଟା ବଢିଛି। ଏଠାରେ ଦେଖ ତମର କଣ ଅଛି GT ଯୋଉଟା G H I J K L M N O P Q R S T ଏମିତି ଆଗକୁ ବଢିଛି ନା ନାଇଁ? ମାନେ ଏଇଟା ଏଇ ଡିରେକ୍ସନରେ ସିଧା ଆଗକୁ ବଢିଛି କ୍ରମରେ। କିନ୍ତୁ ଏଇଟା ଦେଖ H ରୁ ଯଦି ଆମେ ଆଗକୁ ଯିବା ତାହେଲେ A ଆମକୁ ମିଳିବ କି? H ରୁ ଆଗକୁ ଗଲେ A ମିଳିବନି। କିନ୍ତୁ H ରୁ ପଛକୁ ଯଦି ଯିବା ଆମେ ହେଲା, ଯେମିତି A B C D E F G H, ଏଇଟା ଦେଖ H ରୁ ଓଲଟା ଗଲେ ଆମକୁ A ମିଳୁଛି। ବୁଝିହେଲା? ତେଣୁ କରି ଏଇ ଆମର ଅପସନ ଏ ଟା ହେଇଯିବ ତମର କଣ ପିଲାମାନେ ଏଠାରେ ଅଲଗା। ବୁଝିହେଲା? ତାପରେ ଦେଖ 15 ନମ୍ବର ଦେଇଛି ଭିନ୍ନ ଥିବା ଅକ୍ଷର କ୍ରମଟିକୁ ଉତ୍ତର ଖାତାରେ ଚିହ୍ନଟ କର। ଏଠାରେ ଦେଖିପାରୁଛ B A D ବେଡ୍ ଅଛି। ତାପରେ ଅଛି କଣ FAT ଫ୍ୟାଟ୍ ଅଛି। ସେମିତି ଆମକୁ କଣ ଅଛି ନା GAN ଅଛି ନା ନାଇଁ? GAN ଅଛି ଏବଂ TAM ଅଛି। ଏଇଠାରେ କୋଉଟା ଅଲଗା ପିଲାମାନେ? ଏଠି ସିଧାସଳଖ ଯଦି ଦେଖିବ ତାହେଲେ ତମର କୋଉଟା ଅପସନ C ଅଲଗା ଅଛି। କାହିଁକି ଅପସନ C ଅଲଗା ଅଛି? ଦେଖ ବାକି ସମସ୍ତ ଅପସନରେ ପିଲାମାନେ କଣ ଅଛି, ତମର ଫାଷ୍ଟ ଲେଟର କ୍ୟାପିଟାଲ ଅଛି ଏବଂ ତା ପର ଦୁଇଟି ତମର ସ୍ମଲ ଲେଟର ଅଛି। ଅଛି ନା ନାଇଁ? ସେମିତି ଅପସନ B ରେ ବି ପ୍ରଥମ ଲେଟରଟା କ୍ୟାପିଟାଲ ଅଛି ଏବଂ ତା ପର ଦୁଇଟା ସ୍ମଲ ଅଛି। ଅପସନ D ରେ ବି ପ୍ରଥମ ଲେଟର କ୍ୟାପିଟାଲ ଅଛି, ତା ପର ଦୁଇଟା ସ୍ମଲ ଅଛି। କିନ୍ତୁ ଅପସନ C ରେ କଣ ହେଇଛି ନା ପ୍ରଥମ ଲେଟର କ୍ୟାପିଟାଲ, ତା ପର ଲେଟର ସ୍ମଲ ଅଛି, ତାପରେ ପୁଣି ଥରେ କ୍ୟାପିଟାଲ ଲେଟର ଅଛି। ତେଣୁକରି ପିଲାମାନେ ଏଇଟା ହେଇଯିବ ତମର ଅଲଗା। ବୁଝିହେଲା? ତାପରେ ଦେଖ ଭିନ୍ନ ଥିବା ଅକ୍ଷର କ୍ରମଟିକୁ ଉତ୍ତର ଖାତାରେ ଚିହ୍ନଟ କର, ଯୋଉଟା 16 ନମ୍ବର। ଏଠାରେ ଦେଖ ପିଲାମାନେ ଟିକେ ଚେଷ୍ଟା କର କଣ ଅଛି A D B ଏବଂ E ଅଛି। ବୁଝିହେଲା? ତାପରେ ଅଛି F I G J, ତାପରେ ଅଛି କଣ D C B A ଏବଂ ଲାଷ୍ଟରେ ଅଛି ଆମର କଣ K N L O। ଆଚ୍ଛା, ଏଠାରେ କୋଉଟା ଅଲଗା ଅଛି ପିଲାମାନେ? ଅପସନ ନମ୍ବର C କାହିଁକି ଓଲଟା ଅଛି? ଭେରି ଗୁଡ୍। ଦେଖ ସେ ଯୋଉଟା କହିଲେ ତାକୁ ମୁଁ ଆଉ ଟିକେ ବୁଝେଇ ଦଉଛି ବିସ୍ତାରରେ। ଏଠାରେ ପିଲାମାନେ ଦେଖ ତମର କଣ ହେଇଛି, ଏଇ ଯୋଉ ଅପସନଟା A ର ପ୍ରଥମ ଲେଟର ଛାଡିକି ଦ୍ୱିତୀୟ ଲେଟର କ୍ରମିକ ଅଛି ଏବଂ ତାପରେ ଦ୍ୱିତୀୟ ଲେଟର ତୃତୀୟ ଲେଟର ଛାଡି ଚତୁର୍ଥ ଲେଟର କ୍ରମିକ ଅଛି। ମାନେ A ପରେ ଦେଖ ଗୋଟେ ଛାଡିକି ଯୋଉଟା B ଅଛି ଏବଂ ତାପରେ D E ଅଛି। ସେମିତି ଏଠାରେ ଯଦି ଦେଖିବା F ପରେ G ଗୋଟେ ଲେଟର ଛାଡିକି ଅଛି ଏବଂ I ପରେ J ଅଛି। ଅଛି ନା ନାଇଁ?
ତାପରେ ଡି ଅପସନ ର ଯଦି ଦେଖିବା କେ ପରେ ଏଲ ଯୋଉଟା ଗୋଟେ ଲେଟର ଛାଡିକି ଅଛି ଏବଂ ଏନ୍ ପରେ ଓ। ତ ପ୍ରଥମ ଏବଂ ତୃତୀୟ ଲେଟର ସବୁଠାରେ କ୍ରମିକ ଅଛି ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଲେଟର ସବୁଠାରେ କ୍ରମିକ ଅଛି ନା ନାହିଁ? କିନ୍ତୁ ଅପସନ ସି ରେ କଣ ହେଇଛି ପିଲାମାନେ, ଏଇଟା ଦେଖ ଟୋଟାଲ ପୁରା ଓଲଟା କ୍ରମରେ ଏ ବି ସି ଡି ଏମିତି ଓଲଟା ଅଛି ଏବଂ ଡି ଠାରୁ ଯଦି ଆମେ ତୃତୀୟ ଲେଟରକୁ ଯିବା ବି, ଏଇଟା କୌଣସି କ୍ରମିକ ନାହିଁ। ବୁଝି ହେଲା? ତେଣୁକରି ଅପସନ ସି ହେଇଯିବ ତମର ଅଲଗା ପିଲାମାନେ। ତାପରେ ଦେଖ 17 ନମ୍ବରକୁ ଆସିବା। ବୁଝିପାରିଲ ତ? 16 ନମ୍ବର ବୁଝିପାରିଲ? 17 ନମ୍ବର ଦେଖ ପିଲାମାନେ, ଏଠାରେ କଣ ଅଛି ନା ଭିନ୍ନ ଥିବା ଅକ୍ଷର କ୍ରମଟିକୁ ଉତ୍ତର ଖାତାରେ ଚିହ୍ନଟ କରିବା। ଏ ଏମ୍ ଏନ୍ ଏ ଅଛି, ବି ଓ ପି ବି ଅଛି, ସି ଆର୍ ଏସ୍ ସି ଅଛି ଏବଂ ଡି ଓ କ୍ୟୁ ଡି ଅଛି। ତ ଏଠାରେ କୋଉଟା ଅଲଗା ଅଛି ପିଲାମାନେ? ଅପସନ ଡି ଅଲଗା ଅଛି। କାହିଁକି ଅଲଗା ଅଛି? ଭେରି ଗୁଡ। ଦେଖ ଏଠାରେ ପିଲାମାନେ କଣ ହେଇଛି, ଯଦି ଦେଖିବ ସମସ୍ତ ଅପସନରେ ଦେଖ ତମର ପ୍ରଥମ ଏବଂ ଚତୁର୍ଥ ଲେଟର ସେମ ରହିଛି, ଆଉ ମଝିରେ ଯୋଉ ଦୁଇଟା ଲେଟର ଅଛନ୍ତି ସେମାନେ କ୍ରମିକ ଅଛନ୍ତି। ଦେଖ ଏ, ତାପରେ ଏମ୍ ପରେ କୋଉଟା ଆସେ? ଏନ୍ ଆସେ, ତାପରେ ଏ ଅଛି। ତ ପ୍ରଥମ ଏବଂ ଚତୁର୍ଥ ଲେଟର କଣ ହେଲେ? ସମାନ ହେଇଗଲେ ଏବଂ ମଝିରେ ଦୁଇଟା କ୍ରମିକ ହେଲେ। ବି ରେ ବି ଦେଖିବା, ବି ଓ ପି ବି, ଏଠାରେ ଦେଖ ବି ଆଉ ବି ପ୍ରଥମ ଏବଂ ଚତୁର୍ଥ ଲେଟର ସମାନ ହେଲେ ଏବଂ ଏଠାରେ ଯୋଉ ମଝି ଦୁଇଟା ନମ୍ବର କଣ ଅଛନ୍ତି? କ୍ରମିକ ଅଛନ୍ତି। ଓ ପରେ ପି ଆସିଥାଏ। ସେମିତି ଅପସନ ସି ରେ ଯଦି ଦେଖିବା ପିଲାମାନେ, ସି ଆର୍ ଏସ୍ ସି ଅଛି ଏବଂ ପ୍ରଥମ ଏବଂ ଚତୁର୍ଥ ଲେଟର ସମାନ ରହୁଥିବା ବେଳେ ମଝି ଦୁଇଟା ଲେଟର କ୍ରମିକ ଅଛନ୍ତି। ବୁଝି ହେଲା? ଏବଂ ଅପସନ ଡି ରେ ଯଦି ଦେଖିବା, ଡି ଓ କ୍ୟୁ ଡି, ଏଠାରେ ଦେଖ ପ୍ରଥମ ଏବଂ ଚତୁର୍ଥ ଲେଟର ସମାନ ରହିଲେ କିନ୍ତୁ ମଝିର ଦୁଇଟି ନମ୍ବର କ୍ରମିକ ନାହାନ୍ତି। ଯଦି କ୍ରମିକ ଥାନ୍ତେ ତାହେଲେ ଓ ପରେ ପି ହବା କଥା, କିନ୍ତୁ ଏଠାରେ ଓ ପରେ ପି ନ ରହିକି ଗୋଟେ ଲେଟର ଛାଡିକି ତମର କ୍ୟୁ ଅଛି। ବୁଝି ହେଲା? ଦ୍ୟାଟ୍ସ ୱାଇ ତମର ଅପସନ ଡି ହେଇଯିବ ଆନ୍ସର। ତାପରେ 18 ନମ୍ବର ଦେଖ ପିଲାମାନେ, ଭିନ୍ନ ଥିବା ଅକ୍ଷର କ୍ରମଟିକୁ ଉତ୍ତର ଖାତାରେ ଚିହ୍ନଟ କର ବୋଲି ଦେଇଛି। ଏଠାରେ ଦେଖ ଏ ଜେଡ୍ ସି ଏକ୍ସ ଅଛି ଏବଂ ଇ ଭି ଜି ଟି ଅଛି, ତାପରେ ଆଇ ଆର୍ ଜେ କ୍ୟୁ ଅଛି ଏବଂ କେ ପି ଏମ୍ ଏନ୍ ଅଛି। ଆଚ୍ଛା, ଏଠାରେ କଣ ହେଇଛି ପିଲାମାନେ? ଅପସନ ସି କାହିଁକି ହବ? ଜଣେ ହିଁ ଆନ୍ସର ଦଉଛ, ବାକି ସମସ୍ତେ ଚେଷ୍ଟା କରୁନ। ତାମାନେ ତମେ ଟୋଟାଲି ପ୍ରାକ୍ଟିସ କରୁନ, ଖାଲି ମୁଁ ପଢେଇବି ଏବଂ ନହେଲେ ତମର କଣ ହେଇଛି, ଏ ପରେ ଯୋଉ ଗୋଟେ ଲେଟର ଛାଡିକି କଣ ଅଛି? ସି ଅଛି ନା ନାହିଁ? କେମିତି ଅଛି ଦେଖ, ଏ ପରେ ବି ଛାଡିକି ସି ରହିଲା ଏବଂ ଏଇଟା ଯଦି ଦେଖିବା ଓଲଟା କ୍ରମରେ ଏକ୍ସ ୱାଇ ଜେଡ୍ ହେଲା, ତମର ଗୋଟେ ଲେଟର ଛାଡିକି ଏଇଟା ବି କ୍ରମିକ ରହୁଛି। ବୁଝି ହେଲା? ସେମିତି ଏଇ କ୍ଷେତ୍ରରେ ଯଦି ଦେଖିବା ଇ ଏଫ୍ ଜି, ଗୋଟେ ଛାଡିକି ଏଇଟା କ୍ରମିକ ଅଛି ଏବଂ ଓଲଟା କ୍ରମରେ ଯଦି ଦେଖିବା ଟି ୟୁ ଭି, ଟି ପରେ ୟୁ ଛାଡିକି ଭି ରହିଛି। ଏଇ କ୍ଷେତ୍ରରେ ଯଦି ଦେଖିବା ପିଲାମାନେ କଣ ଅଛି, ଆଇ ପରେ ଜେ କେ ହବା କଥା, କିନ୍ତୁ ଏଠାରେ କେ ନ ହେଇକି ସିଧା ଜେ ଅଛି ଥାର୍ଡ ଲେଟର। ବୁଝି ହେଲା? ଏବଂ ପି କ୍ୟୁ ଆର୍, ଏଠାରେ କ୍ୟୁ ପରେ ଗୋଟେ ଛାଡିକି ଏଠାରେ ଏସ୍ ରହିବା କଥା, କିନ୍ତୁ ଏଠାରେ କଣ ଅଛି? ଆର୍ ରହିଯାଇଛି। ବୁଝି ହେଲା? ହଁ ନା ନାହିଁ? ତ ଏଇଟା ସେମିତି ନାହିଁ। ଏବଂ ଏଠାରେ ଦେଖ କେ ଏଲ୍ ଏମ୍, ଗୋଟେ ଛାଡିକି ତମର ଏମ୍ ରହିଛି ଏବଂ ଓଲଟା କ୍ରମରେ ଯିବା ଯଦି ଏନ୍ ଓ ପି, ଗୋଟେ ଛାଡିକି ପି ରହିଛି। ତେଣୁକରି ପିଲାମାନେ ଅପସନ ସି ଟା ହେବ ତମର ଅଲଗା ବାକି ସମସ୍ତଙ୍କ ଅପସନ ଠାରୁ। ତ ଅପସନ ସି ହେଇଯିବ ତମର ରାଇଟ ଆନ୍ସର। ବୁଝି ହେଲା? ଦେଖ ଏବେ ତମର ଆଉ ଗୋଟେ ଟାଇପ ର କ୍ୱେଶ୍ଚିନ୍ ଆସିଲା। ଏଠାରେ କଣ ଅଛି ନା ପ୍ରତ୍ୟେକ ପ୍ରଶ୍ନରେ ଗୋଟିଏ ଶବ୍ଦ ଯୋଡା ଅଛି। ଏହି ଶବ୍ଦ ଯୋଡା ର ଶବ୍ଦ ଦୁଇଟି ମଧ୍ୟରେ ଯେଉଁ ସମ୍ବନ୍ଧ ଅଛି, ପ୍ରଶ୍ନ ଥଳେ ଥିବା ଚାରି ଯୋଡା ଶବ୍ଦ ମଧ୍ୟରୁ ଗୋଟିଏ ଯୋଡା ଶବ୍ଦ ଦୁଇଟି ମଧ୍ୟରେ ସେ ସମ୍ବନ୍ଧ ଅଛି, ସେଇ ଶବ୍ଦ ଯୋଡାକୁ ବାଛ। ଏଠାରେ କଣ ଅଛି ଦେଖ,
ତମର ପ୍ରଥମ ଦୁଇଟି ଅପସନ ତମକୁ ଗୋଟେ ଯୋଡି ଦେଇଛି, ଯୋଉ ସେଇ ରିଲେସନ ଅନୁସାରେ, ସେଇ ସମ୍ପର୍କ ଅନୁସାରେ ତମର ଆଉ ଗୋଟେ ଅପସନ ଏଠାରେ ଫାଇଣ୍ଡ କରିବାକୁ ପଡିବ। ଯେମିତି ଫୁଲ ତୋଡା, ଫୁଲ। ଅପସନ ବି ହବ। କାହିଁକି ଅପସନ ବି ହବ? ଫୁଲ ତୋଡ଼ାରେ ଫୁଲ ତିଆରି ନୁହଁ ମାମା, ସେଇଟା ହେବ କଣ? ଫୁଲରୁ ଫୁଲ ତୋଡ଼ା ତିଆରି। ଦେଖ, ଏଇଟା ହେଲା ତାର ଉପାଦାନ, ଏଠାରୁ ଏଇ ଯୋଉ ଜିନିଷଟା ତିଆରି ହେଲା। ହେଲା, ଫୁଲରୁ ଯେହେତୁ ଫୁଲ ତୋଡ଼ା ତିଆରି ହୁଏ, ସେମିତି ପିଲାମାନେ କାଗଜରୁ ବହି ତିଆରି ହୁଏ। ତେଣୁକରି ଅପସନ ବି ହବ ରାଇଟ ଆନ୍ସର। ବୁଝିହେଲା? ଏଇ ସବୁ ଯଦି ଅପସନ ଦେଖିବା, ନଦୀରେ ନୌକା ଗୋଟେ ଯାନ ଭାବରେ ଚାଲିଥାଏ। କାଠରେ ଟେବୁଲ ତିଆରି ହୁଏ। କାଠରେ ତମର କଣ? ଟେବୁଲ ତିଆରି ହୁଏ। ବୁଝିହେଲା? କିନ୍ତୁ ଏଇଟା ହେବ ନାହିଁ, କାହିଁକି ନା ଏଠାରେ ଯଦି ପ୍ରଥମେ ଟେବୁଲ ଦେଇଥାନ୍ତା ଏବଂ ତାପରେ କାଠ ଦେଇଥିଲେ ଏଇଟା ଅପସନ ହେଇଥାନ୍ତା। ବୁଝିହେଲା? କ୍ଲିୟର? ତାପରେ ଦେଖ ଆମର 20 ନମ୍ବର, ଲୌହ ରକ୍ତ ଅଭାବ। ସେମିତି ଅପସନରେ ଅଛି ଆମର କଣ? ଜୀବସାର ଘ ଗାଜର, ଯୁବସାର ଗଜାବୁଟ, କ୍ୟାଲସିୟମ ଚୁନା ମାଛ, ତାପରେ କ୍ୟାଲସିୟମ ହାଡ଼ ଭାଙ୍ଗିବା। କଣ ହବ ପିଲାମାନେ ଏଇଟା? ଅପସନ ନମ୍ବର ଡି। କାହିଁକି ଅପସନ ନମ୍ବର ଡି ହବ? ଲୌହ ଅଭାବରୁ, ହଁ, ଭେରି ଗୁଡ। ଦେଖ, ଯେହେତୁ ଯଦି ଆମ ଶରୀରରେ ଲୌହର, ଆଇରନର ଅଭାବ ହେବ, ତାହେଲେ ଆମକୁ କଣ ଦେଖାଦେବ? ରକ୍ତ ଅଭାବ ଦେଖାଦେବ। ସେମିତି ପିଲାମାନେ ଯଦି ଆମର କ୍ୟାଲସିୟମ ଅସୁବିଧା ରୁହେ, କ୍ୟାଲସିୟମର ଅଭାବ ରହେ, ତାହେଲେ ହାଡ଼ ଭାଙ୍ଗିବ। ମାନେ ହାଡ଼ ସେମିତି ଅଟୋମେଟିକାଲି ଭାଙ୍ଗିବନି, ଆମେ କିଛି ବି ଯଦି ନର୍ମାଲି କାମ କରୁଥିବା, ସେମିତି ବି ସଡନଲି ଭାଙ୍ଗିଯିବ। ଯଦି ଟିକେ ବି ପଡି ପୁଡା ଯିବା କି କଣ ହେଇଯିବା। ଯାହାର କ୍ୟାଲସିୟମ ଭଲ ଥିବ ଯାହା ଶରୀରରେ, ସେ ଟିକେ ଷ୍ଟ୍ରଙ୍ଗ ବଡି ହିଁ ରହିବ। ତାର ଯଦି କୌଣସିଟାରେ ପଡିଯିବ, ତାହେଲେ ସାଙ୍ଗେ ସାଙ୍ଗେ ଭାଙ୍ଗିବନି ହାଡ଼। ବୁଝିହେଲା? ତାପରେ ଦେଖ ପିଲାମାନେ 21 ନମ୍ବର, ଆକାଶ ପକ୍ଷୀ ଅଛି। ଆମର ଅପସନରେ ଅଛି ମାଟି ଜିଆ, ମରୁଭୂମି ଓଟ, ନଦୀ ଡଙ୍ଗା, ସମୁଦ୍ର ତିମି। ଏଇଟା କଣ ହେବ? କନଫ୍ୟୁଜ ହୁଅନି। ଦେଖ ପିଲାମାନେ, ଏଇଟା ମୁଁ ବୁଝେଇ ଦଉଛି। ଆକାଶରେ ପକ୍ଷୀ ଆରାମରେ ଉଡିପାରେ, ତାକୁ କୌଣସି କଷ୍ଟ କରିବାକୁ ପଡେ ନାହିଁ। ବୁଝିହେଲା? ପକ୍ଷୀ ଆରାମରେ ପୁରା, ମାନେ ନିଜ ଇଚ୍ଛାରେ ଉଡିପାରେ ସେ, ହଁ ନା ନାଇଁ? କିନ୍ତୁ ମାଟିରେ ଯିଆ ଯିବ, ତାମାନେ ଧୀରେ 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 ସେ ଯିବ, ହଁ ନା ନାଇଁ? ମରୁଭୂମିରେ ଓଟ ବି ଧୀରେ ଧୀରେ ଯାଏ। ନଦୀରେ ଡଙ୍ଗା ବି ତାକୁ ଚଲେଇବାକୁ ପଡିବ ଏବଂ ସେ ତା ସ୍ୱଚ୍ଛନ୍ଦରେ ଗତି କରିପାରିବ ନାହିଁ। ବୁଝିହେଲା? କିନ୍ତୁ ସମୁଦ୍ରରେ ତିମି ତା ମନ ଇଚ୍ଛା ସେ କଣ କରିପାରେ? ଗତି କରିପାରେ। ବୁଝିହେଲା? ତେଣୁ କରି ପିଲାମାନେ ଅପସନ ଡି ହେଇଯିବ ଏହାର ସଠିକ ଉତ୍ତର। ବୁଝିହେଲା? ତାପରେ ଦେଖ 22 ନମ୍ବର ପିଲାମାନେ, ସୂତା ତୁଳା ଦେଇଛି, ଅଖା ଝୋଟ, ଲୁହା ଧାତୁ, ପିଚୁ ରାସ୍ତା, ତାର ବିଦ୍ୟୁତ ଦେଇଛି। ଏଇଟା କଣ ହବ? ଅଖା ଝୋଟ। ଦେଖ ପିଲାମାନେ, ଯେହେତୁ ତୁଳାରୁ ସୂତା ତିଆରି ହୁଏ, ସେମିତି ଝୋଟରୁ ଅଖା ତିଆରି ହୁଏ। ତେଣୁକରି ଅପସନ ଏ ହେବ ତମର ରାଇଟ ଆନ୍ସର। ବୁଝିହେଲା? ବୁଡ଼ା ଜାହାଜ ଜଳପଥ, ଯାନବାହନ ରାସ୍ତା, ଉଡ଼ାଜାହାଜ ଆକାଶପଥ, ବସ୍ ଗ୍ୟାରେଜ, ରେଳଗାଡି କୋଇଲା। ଏଇଟା କଣ ହବ ପିଲାମାନେ? ଏଠାରେ କନଫ୍ୟୁଜ ହବ ନାହିଁ। ହେଲା, ତମର ଦେଖ, ଯାନବାହନ ରାସ୍ତାରେ ଗତି କରନ୍ତି। ବୁଝିହେଲା? ଉଡାଜାହାଜ ଆକାଶ ପଥରେ ଗତି କରେ। ଏଠାରେ ଦେଖ, ବୁଡାଜାହାଜ ଜଳପଥ ଦେଇଛି ଏବଂ ଏଇଟା ଆକାଶ ପଥ ଦେଇଛି ଉଡାଜାହାଜ। ତ ଏଇ ଦୁଇଟା ଭିତରୁ ଏଇଟା ହିଁ ଅପସନ ବି ହବ। ଏଠାରେ କନଫ୍ୟୁଜ ହବ ନାହିଁ। ବୁଝିହେଲା? ତାପରେ ଦେଖ 24 ନମ୍ବରକୁ ଆସିବା ଯଦି, ଏଠାରେ କଣ ହେଇଛି ନା, କୌଣସି ଏକ ସାଙ୍କେତିକ ଭାଷାରେ ହର୍ସକୁ HORS କୁ 8, 15, 18, 19 ଏବଂ 5 ଲେଖାଗଲେ ସେହି ଭାଷାରେ ଏଲିଫେଣ୍ଟକୁ କିପରି ସୂଚିତ କରାଯିବ? ଏଠାରେ ତମକୁ ମୁଁ କହିଛି A ରୁ Z ଯାଏଁ ଯୋଉ ଫର୍ମୁଲା କହିଥିଲି, ଇ ଜ୍ୟୋତି, ଇ ଜ୍ୟୋତି, ଏଇ ଯୋଉ
ଇ ଯୋଉ ଟି ନା ସରି ଏମିତି ନୁହେଁ EJOTY ହେଲା। ଏଇଟା କଣ 5 ନମ୍ବର ଲେଟର। ହଁ ଏଇଟା 10 ନମ୍ବର ଲେଟର, ଏଇଟା 15 ନମ୍ବର ଲେଟର ଥିଲା, ଏଇଟା 20 ଏବଂ ଏଇଟା 25 ନମ୍ବର ଲେଟର ରହିଥିଲା ନା ନାଇଁ। ତ ସେଇ ଅନୁସାରେ ତମେ ଲେଟର ନମ୍ବର ଗୁଡିକ ଜାଣିପାରିବ। ଏଠାରେ ଦେଖ ଇ ଅଛି, ଇ ଆମର 5 ନମ୍ବର ଲେଟର ଅଛି, ଆମେ ଜାଣିପାରିଲୁ। ଏସ୍ 19 ନମ୍ବର ଲେଟର ଅଛି, ଆର୍ ଅଛି 18 ନମ୍ବର ଲେଟର, ଓ ଅଛି 15 ନମ୍ବର ଲେଟର ଯାଉଛି ମୁଁ ଆଉ ହେଲା। ଏଚ୍ ଅଛି 8 ନମ୍ବର ଲେଟର। ତ ସେଇପରି ଭାଷାରେ ଏଲିଫେଣ୍ଟକୁ ଯଦି ଆମେ ଦେଖିବା, ଏଠାରେ କଣ ହେଇଛି ନା ଲେଟରର ନମ୍ବର ଗୁଡିକ ଆମର ଲେଖାଯାଇଛି। ତ ଏଲିଫେଣ୍ଟରେ ପିଲାମାନେ ଇ ହଉଛି ଆମର କଣ, ଇ କେତେ ନମ୍ବର ଲେଟର ପିଲାମାନେ 5 ନମ୍ବର ଲେଟର, ଏବଂ ଏଲ୍ କେତେ ନମ୍ବର ଲେଟର 12। ଇ ପୁଣି ଥରେ ଆମର କଣ 5 ନମ୍ବର ଲେଟର ହେଲା। ପି କେତେ ନମ୍ବର ଲେଟର 16। ଭେରି ଗୁଡ। ତାପରେ ଏଚ୍ କେତେ ନମ୍ବର ଲେଟର ପିଲାମାନେ 8 ନମ୍ବର ଲେଟର। ଏ କେତେ ନମ୍ବର ଲେଟର ପିଲାମାନେ 1। ଭେରି ଗୁଡ। ତାପରେ ରହିଲା କଣ ଆଉ ଏନ୍, ଏନ୍ କେତେ ନମ୍ବର ଲେଟର ପିଲାମାନେ 14 ନମ୍ବର। ଟି ହେଲା କେତେ 20। ତ ଦେଖ କୋଉ ଅପସନ ରେ ଅଛି 5 12 5 16 8 1 14 20 କୋଉଟାରେ ଅଛି ନା ଆମେ ଦେଖିଲୁ ଏଇଟା ଆମର କୋଉଠି ଅଛି ଅପସନ ବି ରେ ଅଛି। ବୁଝି ହେଲା, ତେଣୁକରି ଅପସନ ବି ହେଇଯିବ ତମର ରାଇଟ ଆନ୍ସର। ବୁଝି ହେଲା। ତାପରେ ଦେଖ ପିଲାମାନେ ନେକ୍ସଟ ଆମର ଯଦି ଦେଖିବା 25 ନମ୍ବର, କୌଣସି ସାଙ୍କେତିକ ଭାଷାରେ DOG କୁ CNF ଲେଖାଯାଏ, ସେହି ଭାଷାରେ LION କୁ କିପରି ଲେଖାଯିବ? BOIN ନା KHNM ନା KLMN ନା LKMN? ଅପସନ ଡି ହବ। ଅପସନ ଡି ହବ କହିଲ ତ? ବି ହବ। ଭେରି ଗୁଡ, ବି ହବ। ଦେଖ କାହିଁକି ନା ପିଲାମାନେ ଏଠାରେ DOG କୁ ଦେଖ ତା ପୂର୍ବ ଲେଟର ସି ପରେ ଡି ଆସିଥାଏ, ବା ଡି ପୂର୍ବରୁ ସି ଆସିଥାଏ, ଓ ପୂର୍ବରୁ ଏନ୍ ଆସିଥାଏ, ଏବଂ ଏଫ୍ ପୂର୍ବରୁ ସରି ଜି ପୂର୍ବରୁ ଏଫ୍ ଆସିଥାଏ। ତ ତାଙ୍କର ପୂର୍ବ ଲେଟର ଗୁଡିକ ଏଠାରେ ଲେଖାଯାଇଛି। ସେମିତି ଯଦି ଆମେ ଦେଖିବା ଏଲ୍ ର ପୂର୍ବ ଲେଟର କଣ ହବ ପିଲାମାନେ କେ ହବ, ଏବଂ ଆଇ ର ପୂର୍ବ ଲେଟର କଣ ହବ ପିଲାମାନେ ଏଚ୍ ହବ, ହଁ ନା ନାଇଁ। ଓ ର ପୂର୍ବ ଲେଟର କଣ ହବ ଏନ୍ ହେବ, ଏବଂ ଏନ୍ ର ପୂର୍ବ ଲେଟର କଣ ହବ ଏମ୍ ହେବ। ତ ଆମେ କଣ ପାଇଲୁ KHNM, ସେଇଟା କୋଉ ଅପସନ ରେ ଅଛି ଅପସନ ବି ରେ ଅଛି। ବୁଝି ହେଲା। କ୍ଲିୟର ଏତିକି। ତାପରେ ଦେଖ 26 ନମ୍ବର, ଯଦି କୌଣସି ସାଙ୍କେତିକ ଭାଷାରେ GOAT କୁ TAOG ଲେଖାଯାଏ, ତେବେ ଆମର YEKNOMT କୁ ଆମେ କଣ ବୁଝିବା? ଦେଖ ଏଠାରେ କଣ ହେଇଛି, ତାକୁ ଖାଲି ଯୋଉ ପ୍ରଥମଟା ଚତୁର୍ଥକୁ ଯାଇଛି, ସେକେଣ୍ଡ ଟା ଯାଇଛି ଥାର୍ଡ କୁ, ଏଟା ଯାଇଛି ସେକେଣ୍ଡ କୁ, ହଁ ଟି ଯାଇଛି ଇଆଡକୁ। ବୁଝି ହେଲା। ତ ଏଟାକୁ ଓଲଟାଇକି ଖାଲି ଲେଖା ହେଇଯାଇଛି, ଯୋଉଟା ଆଗରୁ ଥିଲା ତାର କ୍ରମ ଖାଲି ବଦଳି ଦିଆଯାଇଛି। ବୁଝି ହେଲା। ତ ଏଇଟାକୁ ଯଦି ଆମେ ଦେଖିବା ଏଇଟା କଣ ହବ ମଙ୍କି ହବ, ହଁ ନା ନାଇଁ। ବୁଝି ହେଲା। କ୍ଲିୟର ଏତିକି ପିଲାମାନେ।